शीघ्र आसुथिबा प्रभु जीशु ख्रीष्टଙ୍କ नामରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ପରମେଶ୍ୱର ଆପଣମାନଙ୍କୁ ସମସ୍ତଙ୍କୁ ଭଲରେ ଏବଂ କୁଶଳ ମଙ୍ଗଳରେ ରଖିଥାନ୍ତୁ। ଈଶ୍ୱରଙ୍କ ପ୍ରିୟ ଲୋକମାନେ, ଆଜି ଆପଣମାନଙ୍କ ମଧ୍ୟରେ ପରମେଶ୍ୱରଙ୍କ ବାକ୍ୟ ପରିବେଷଣ କରିବା ନିମନ୍ତେ ପ୍ରଭୁ ମୋତେ ଏହି ସୁଯୋଗ ଦେଇଅଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଏବଂ ଯେତେଜଣ ଆଜି ଏହି ହୋ ସାନ୍ତାଳୀ ଖ୍ରୀଷ୍ଟିଆନ ୟୁଟ୍ୟୁବ୍ ଚ୍ୟାନେଲ ନିୟମିତ ଭାବରେ ଆପଣମାନେ ପ୍ରତିଦିନ ବାକ୍ୟ ଶୁଣୁଛନ୍ତି, ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଆପଣମାନଙ୍କ ମଧ୍ୟରେ ପ୍ରଭୁଙ୍କ ବାକ୍ୟରୁ ପଦେ କହିବା ପାଇଁ ମୁଁ ଚାହୁଁଛି। ଆଜି ବିଶେଷ କରି ଆପଣମାନଙ୍କ ମଧ୍ୟରେ ଯେ ବିଷୟ ମୁଁ କହିବି, ଆପଣମାନଙ୍କୁ ଯେ ବିଷୟ ଜଣାଇବି, ସେ ବିଷୟ ହେଲା ଜଗତ ବା ଜଗତର ଲୋକମାନେ କାହିଁକି ଖ୍ରୀଷ୍ଟିଆନ ଲୋକମାନଙ୍କୁ ଘୃଣା କରୁଛି। କାହିଁକି ଆଜିର ସମୟରେ ଦେଖନ୍ତୁ, ଓଡ଼ିଶାରେ ଏବଂ ଭାରତରେ ଯଦି ଆମେ ଦେଖିବା, ସାରା ଦେଶ ବିଦେଶରେ ସବୁ ଜାଗା ଏବଂ ସବୁ ସ୍ଥାନରେ ଖ୍ରୀଷ୍ଟିଆନ ମାନେ ଘୃଣିତ ହେଉଛନ୍ତି, ତାଡ଼ିତ ହେଉଛନ୍ତି, ନିନ୍ଦିତ ହେଉଛନ୍ତି। ସେମାନେ ସମାଜଚ୍ୟୁତ ହେଉଛନ୍ତି। କାହିଁକି? ମୋର ପ୍ରିୟମାନେ, ଯଦି ଆଜି ଆପଣ ଏବଂ ମୁଁ ଏ ବିଷୟରେ ଆମେ ଚିନ୍ତା କରିବା, ଗୋଟେ ଆମକୁ ଆଶ୍ଚର୍ଯ୍ୟ ଲାଗେ। କାହିଁକି ଲୋକମାନେ ଘୃଣା କରୁଛନ୍ତି ବା ଯୀଶୁଙ୍କୁ ବିଶ୍ୱାସ କରିବା ସକାଶେ ସେମାନଙ୍କୁ ଘୃଣା କରୁଛନ୍ତି। ଯୀଶୁ କ'ଣ ଏତେ ଖରାପ? ଯୀଶୁ କ'ଣ ଏତେ ମନ୍ଦ ଯେ ସେଥିପାଇଁ ଲୋକମାନେ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି ସେମାନଙ୍କୁ ଘୃଣା କରୁଛନ୍ତି, ତାଡ଼ନା କରୁଛନ୍ତି, ସେମାନଙ୍କୁ ସମାଜରୁ ସେମାନଙ୍କୁ ବହିଷ୍କାର କରୁଛନ୍ତି। କାହିଁକି? ଏ ବିଷୟ ଯଦି ଆଜି ଆମେ ପ୍ରଭୁଙ୍କ ବାକ୍ୟରୁ ଶିଖିବା, ବାଇବଲରୁ ଧ୍ୟାନ କରିବା, ତେବେ ଆମେ ଶିଖିପାରିବା, ଜାଣିପାରିବା କାହିଁକି ଜଗତ ଖ୍ରୀଷ୍ଟିଆନ ମାନଙ୍କୁ ଘୃଣା କରେ। ସମସ୍ତଙ୍କୁ ଈଶ୍ୱର ସାହାଯ୍ୟ କରନ୍ତୁ ଏ ବିଷୟ ବୁଝିବା ପାଇଁ, ଏ ବିଷୟ ଶିଖିବା ପାଇଁ ଏବଂ ନିଜର ଜୀବନରେ ଯେତେ ବି ଲୋକମାନେ ଘୃଣା କରନ୍ତୁ, ତାଡ଼ନା କରନ୍ତୁ, ନିନ୍ଦା କରନ୍ତୁ, ଅପମାନ କରନ୍ତୁ, ବିନା କାରଣରେ ଦୋଷାରୋପ କରନ୍ତୁ, ଯେପରି ଆପଣ ବିଷୟ ଜାଣିକି ଯେମିତି ଏସବୁ ବିଷୟକୁ ଆପଣମାନେ ସହିଯିବେ। ଆଉ ସେଥିପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ ଏବଂ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଏ ବିଷୟ ଆପଣମାନେ ଶିକ୍ଷା ପାଆନ୍ତୁ। ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବାକ୍ୟ ଜଗତରେ ଥିବା ସମୟରେ କହିଛନ୍ତି। ସେ ବିଷୟ ଆମେ ପାଠ କରିବା ଏବଂ ଆମେ ବୁଝିପାରିବା ଯେ କାହିଁକି ଏହି ଜଗତ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଘୃଣା କରୁଛି। ଯୋହନ ଲିଖିତ ସୁସମାଚାର 15 ପର୍ବ 18 ପଦ ଏବଂ 19 ପଦ ଆମେ ପାଠ କରିବା। ଯୋହନ ଲିଖିତ ସୁସମାଚାର 15 ପର୍ବ 18 ପଦ 19 ପଦ ଏପରି ଲେଖା ଅଛି, ଯଦି ଜଗତ ତୁମମାନଙ୍କୁ ଘୃଣା କରେ, ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ
ତାହା ଯେ ମୋତେ ଘୃଣା କରିଅଛି ଏହା ଜାଣ। ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ପଷ୍ଟ ଭାବରେ ପ୍ରାଞ୍ଜଳ ଭାବରେ କହୁଛନ୍ତି କ'ଣ? ଯଦି ଜଗତ ତୁମମାନଙ୍କୁ ଘୃଣା କରେ, ଜଗତର ଲୋକମାନେ ଯେଉଁମାନେ ଯୀଶୁଙ୍କୁ ଜାଣନ୍ତି ନାହିଁ, ଅନ୍ଧକାରରେ ଅଛନ୍ତି, ଈଶ୍ୱରଙ୍କଠାରୁ ଦୂରରେ ଅଛନ୍ତି, ସେମାନେ ତୁମମାନଙ୍କୁ ଘୃଣା କରେ, ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି ଏହା ଜାଣ। ଜଗତର ଲୋକମାନେ ଆପଣଙ୍କୁ ମୋତେ ଘୃଣା କରିବା ପୂର୍ବେ ପ୍ରଭୁ ଯୀଶୁ କହୁଛନ୍ତି କ'ଣ? ମୋତେ ଘୃଣା କରିଅଛି। ଆମେ ଅନେକ ସମୟରେ ଭାବୁ ମୋତେ କାହିଁ ଲୋକମାନେ ଯୀଶୁଙ୍କ ସକାଶେ ଘୃଣା କରୁଛନ୍ତି, କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ତୁମକୁ ଘୃଣା କରିବା ପୂର୍ବେ ଏ ଜଗତ ମୋତେ ଘୃଣା କରି ସାରିଛି। ଏହା ଜାଣ ବୋଲି ପ୍ରଭୁ କହୁଛନ୍ତି। ଏହା ଜାଣ, ଯଦି ଜଗତ ମୋତେ ଘୃଣା କରିଛି, ତେବେ ଯିଏ ମୋ ପଛରେ ଚାଲିବ, ମୋ ଠାରେ ବିଶ୍ୱାସ କରିବ, ସିଏ ବି এই ଜଗତ ତାଙ୍କୁ ଘୃଣା କରିବ। ଏବଂ 19 ପଦରେ ଲେଖା ଅଛି, ଯଦି ତୁମେମାନେ ଜଗତରୁ ଉତ୍ପନ୍ନ ହୋଇଥାନ୍ତ, ଲେଖା ଅଛି ଯଦି ତୁମେମାନେ ଜଗତରୁ କ'ଣ ହୋଇଥାନ୍ତ? ଉତ୍ପନ୍ନ ହୋଇଥାନ୍ତ। ଜଗତରୁ ଯଦି ଆପଣ ଏବଂ ମୁଁ ଆମେ କ'ଣ ହୋଇଥାନ୍ତୁ? ଉତ୍ପନ୍ନ ବାହାରିଥାନ୍ତୁ, ଜନ୍ମ ହେଇଥାନ୍ତୁ, ବା ଜଗତରୁ ଯଦି ଆମମାନେ ଆସିଥାନ୍ତୁ, ତେବେ ଜଗତ ତୁମମାନଙ୍କୁ ଆପଣର ଲୋକ ଜାଣି ସ୍ନେହ କରନ୍ତା। ଯଦି ଆପଣ ମୁଁ ଆମେ ଜଗତର ବୋଲି ଯଦି ସେ ଜାଣିବ, ତେବେ ଆମେ କ'ଣ କରିବୁ? ପ୍ରେମ କରିଥାନ୍ତୁ। କିନ୍ତୁ ଆମେ କ'ଣ କରୁନାହିଁ? ପ୍ରେମ ନ କରି ପ୍ରେମର ପରିବର୍ତ୍ତେ ଆମମାନଙ୍କୁ କ'ଣ କରୁଛି? ଘୃଣା କରୁଛି। ଲେଖା ହୋଇଛି, କିନ୍ତୁ ତୁମେମାନେ ଜଗତରୁ ଉତ୍ପନ୍ନ ହୋଇନାହ। ତୁମେମାନେ ଜଗତରୁ କ'ଣ ହୋଇନାହ? ଉତ୍ପନ୍ନ ହୋଇନାହ। ଅର୍ଥାତ୍ ଯଦି ଆମେ କହିବା କ୍ଲିୟର ଭାବରେ, ତୁମେମାନେ ଜଗତର ନୁହଁ। ଲେଖା ଅଛି, ବରଂ ମୁଁ ତୁମମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥି ନିମନ୍ତେ ଜଗତ ତୁମମାନଙ୍କୁ ଘୃଣା କରେ। ମୋର ପ୍ରିୟମାନେ, ସ୍ପଷ୍ଟ ଭାବରେ ଆମେ ଏ ସ୍ଥାନ ଶିଖିପାରୁ, ବୁଝିପାରୁ କ'ଣ ଲେଖା ଅଛି, କାହିଁକି ଜଗତ ଆମମାନଙ୍କୁ ଘୃଣା କରେ। ପ୍ରଥମେ ତ ଯୀଶୁଙ୍କୁ ଯେହେତୁ ଜଗତ ଚିହ୍ନିଲା ନାହିଁ, ଜାଣିଲା ନାହିଁ ଏବଂ ଘୃଣା କରିଲେ, ଏବଂ ଯେଉଁମାନେ ଯୀଶୁଙ୍କ ପଛରେ ଚାଲନ୍ତି ବା ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଯୀଶୁଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନେ ଯୀଶୁଙ୍କ ପରି ନିନ୍ଦିତ ଏବଂ ଘୃଣିତ ହେବେ। ଏବଂ ପ୍ରଭୁ ଯୀଶୁ ଆଉ ଗୋଟେ କଥା କହୁଛନ୍ତି କ'ଣ? ଯେ ଜଗତର ଆମ୍ଭେମାନେ ନାହୁଁ। ଜଗତରେ ଅଛୁ ସତ କଥା, କିନ୍ତୁ ଆମେ ଜଗତର ଲୋକ ନହୁଁ। ଆପଣ ଏବଂ ମୁଁ ଆମେ ଜଗତର ଲୋକ ନହୁଁ, ଏ ବିଷୟ ଆପଣ ଜାଣନ୍ତୁ। ସେଥିପାଇଁ ଜଗତ ଆପଣଙ୍କୁ ମୋତେ ଘୃଣା କରୁଛି। ଯଦି ଆଜି ଆପଣ ଘୃଣିତ ହେଉଛନ୍ତି, ନିନ୍ଦିତ ହେଉଛନ୍ତି, ଅପମାନିତ ହେଉଛନ୍ତି, ଆପଣ ଦୁଃଖ କରନ୍ତୁ ନାହିଁ। ପ୍ରଭୁ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି। ପ୍ରଭୁ ଯୀଶୁ ଆପଣଙ୍କ ସହିତ ଅଛନ୍ତି। ଆପଣ ସମାଜରୁ ଆପଣଙ୍କୁ ବାହାର କରାଯାଇଛି, ଆପଣଙ୍କୁ କେହି ପସନ୍ଦ କରୁନାହାନ୍ତି, ଆପଣଙ୍କ ସାଙ୍ଗରେ କେହି ନାହାନ୍ତି। ପ୍ରଭୁ ଯୀଶୁ ଆପଣଙ୍କ ସହିତ ଅଛନ୍ତି। ଆପଣଙ୍କୁ ସେ କଢ଼ାଇ ନେବେ, ଆପଣଙ୍କୁ ସେ ସାହାଯ୍ୟ କରିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ଆପଣଙ୍କ ସହିତ ଛିଡ଼ା ହେବେ। ପ୍ରଭୁ ଏ ବାକ୍ୟ ଦେଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।